আরে দিদি আউট মোদি এন্ট্রি ওয়েস্ট বেঙ্গଲରେ ବିଜେପି ଆସିବ ଆମେ 100% ଜାଣିଥିଲୁ। ଆଉ କେତେଟା ପପୁ ପୁଅ ଚାମଚ ଅଛ ତମେ ମାନେ ଭୋକୁଥିଲ ଓଡ଼ିଶାରେ ନା। ଆଉ ସେଠି ଦିଦି ଆସିବ, ତମ ଦିଦି ଗଲେ କୁଆଡେ? ଏଥର ଦିଦି ଆଉଟ୍ ମୋଦି ଏଣ୍ଟ୍ରି। ଆରେ ଲୋକମାନେ ବା ବୁଝିଗଲେଣି 2026 ମସିହା ଏଇଟା ହେଲାଣି। ଲୋକମାନେ ଶିକ୍ଷିତ ଅଛନ୍ତି, ଲୋକମାନେ ଜାଣୁଛନ୍ତି ଦେଶ ପାଇଁ କିଏ ଉନ୍ନତି କରୁଛି। ଆଉ ଆମ ଭାରତ 13 ନମ୍ବର ଥିଲା, ବର୍ତ୍ତମାନ 3 ନମ୍ବର ଅଛି। ଆମ ୱାର୍ଲଡରେ ଧନୀ ଭିତରେ ଆମ ଭାରତ 3 ନମ୍ବର ଅଛି। ତମେ ମାନେ କ'ଣ ଜାଣିବ? ପପୁ ପୁଅ ଥିଲେ ଚୂଳ କାଟି ମୂଳ କାଟି ତମକୁ ଡାଳରେ ବସେଇ ଦେଇଥାନ୍ତା। ବର୍ତ୍ତମାନ ମୋଦି ଅଛି, ମୋଦି ସରକାର ରାଜ ଚାଲିବ। ଆଉ ମୋଦି ସରକାର ହିଁ ଭାରତକୁ ଆଗକୁ ନବ। ତମେ ମାନେ ବୁଝିପାରୁଥିବ। ଆଉ କେତେଟା ପପୁ ପୁଅ ଚାମଚା ଅଛ ଏଠି ଯୋଉ ପପୁର ଆଉ ଦିଦିର ଗୁଣ ଗାଉନ। ତମେ ମାନେ କୁଆଡେ ଲୁଚିଛ ବେ? ୱେଷ୍ଟ ବେଙ୍ଗଲ ରେଜଲ୍ଟ ଦେଖି ତମେ ସବୁ ଲୁଚି ଯାଇଛ। ଯାହା ହଉ ଦିଲସେ ସାଲ୍ୟୁଟ। ସେଠାକାର ଯୋଉ ହିନ୍ଦୁ ମାନେ ଅଛନ୍ତି ଆଉ ମୁସଲମାନ ଅଛନ୍ତି ବହୁ ମାତ୍ରାରେ ବିଜେପି କି ସମର୍ଥନ କରୁଛନ୍ତି। ସେଠି ବିଜେପି ସରକାର ତିଆରି କରିବାକୁ ଯାଉଛି। ଏଥର ପପୁ ପୁଅଙ୍କର ଚାମଚାଙ୍କର ଏଥର ସବୁ ଚୂଳ ବାଳ ଲିଲାମ ହେଇଯିବ। ଦେଖ ଏଠି ଚଲଉଛି ରେଜଲ୍ଟଟା। ତମକୁ ତ ନିଦ ହବନି ଆଜି। ଆଜି ବାଣ ଫୁଟିଲାଣି ଆଡେ। ଓଡ଼ିଶାରେ ମାହୋଲ ଗରମ। ୱେଷ୍ଟ ବେଙ୍ଗଲରେ ଯେତିକି ମାହୋଲ ଗରମ ଓଡ଼ିଶାରେ ବି ସେତିକି ମାହୋଲ ଗରମ। କାହିଁକିନା ଓଡ଼ିଶାରେ ଯାହା ବି ହେଲା ମମତା ତମ ଦିଦି ଏଠି ଓଡ଼ିଶାକୁ ସପୋର୍ଟ କରୁନଥିଲା। ଆରେ ମୂଳ କଥା ଏଠି ବିଜେପି ଆସିବାର କାରଣ କ'ଣ ଜାଣିଛନ୍ତି? 91 ଲକ୍ଷ ଭୋଟର ବାଂଲାଦେଶରୁ ଆସି ସେଠି ରହିଥିଲେ। ସେଇମାନେ ଭୋଟ ଦେଇକି ତମ ଦିଦିକି ଜିତଉଥିଲେ। ସେମାନଙ୍କର ଏସ୍ଆଇ ଲାଗୁ ହେଇକି ସେମାନଙ୍କର ଭୋଟ ଯୋଉ 91 ଲକ୍ଷ କଟିଲା, ସେଠି ବିଜେପି ଏଣ୍ଟ୍ରି ମାଇଲା। ଜୟ ବିଜେପି, ଜୟ ମୋଦି।